ଓଡ଼ିଶାରେ ଶିକ୍ଷକମାନଙ୍କର ଏକ ବଡ଼ ଗୁମର ପଦାକୁ ଆସିଛି। ଜାଲ୍ ବିଡି ସାର୍ଟିଫିକେଟ୍ ଦୀର୍ଘ ଦିନ ହେବ ବେଆଇନ ଭାବେ ଶିକ୍ଷକତା କରୁଥିବା ଅଭିଯୋଗରେ ଜିଲ୍ଲା ଶିକ୍ଷା ଅଧିକାରୀ ଏକ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଜିଲ୍ଲା ଶିକ୍ଷା ବିଭାଗ ନିକଟରେ ଅଭିଯୋଗ ହେବା ପରେ ପ୍ରାଥମିକ ପଦକ୍ଷେପ ସ୍ୱାଗତ ସମସ୍ତଙ୍କୁ ଆଉ ଗୋଟେ ନୂଆ ଭିଡ଼ିଓରେ। ଆଉ ଏଇଟା କ୍ୱିକ୍ ଭିଡ଼ିଓ ମଧ୍ୟ। ବନ୍ଧୁଗଣ ନ୍ୟୁଜ୍ ସମସ୍ତେ ଦେଖିଥିବେ। ଆଜି ଅର୍ଗସ୍ ନ୍ୟୁଜ୍ରେ ଭାଇରାଲ୍ ହେଉଛି। ଆଜି ନୁହଁ, ଗତ ଗୋଟେ ବର୍ଷ ଭିତରେ ପାଖାପାଖି 5-6ଟି ଭିଡ଼ିଓ ଏମିତି ଆମର ସାମ୍ନାକୁ ଆସିଛି। ଫେକ୍ ବିଡି ସାର୍ଟିଫିକେଟ୍ ଦେଇକି ଚାକିରି କରିଥିବା ଟିଚରମାନଙ୍କ ଉପରେ ଆକ୍ସନ୍ ହେଉଛି। ଗଞ୍ଜାମ ଜିଲ୍ଲାରେ ଆସିଛି, ନବରଙ୍ଗପୁରରୁ ଆସିଛି, ମୟୂରଭଞ୍ଜ ଆସିଛି, ବାଲେଶ୍ୱର ଆସିଛି, ଖୋର୍ଦ୍ଧାରୁ କିଛି ଆସିଛି। ମନେ ରଖିଥାନ୍ତୁ, ଯେତିକି ଫେକ୍ ବିଡି ଅଛି ନା, ତା ଭିତରେ 40% ଆପଣଙ୍କୁ ମିଳିଯିବ ବାଲେଶ୍ୱର ଆଉ ଗଞ୍ଜାମ ଜିଲ୍ଲାରେ। ବାକି ଆଉ 25% ଆପଣଙ୍କୁ ମିଳିବ ଆପଣଙ୍କର କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଏଇ ଜିଲ୍ଲାମାନଙ୍କରେ। ତେଣୁକରି ଆମେ ବାକି 25% ଅଲ୍ ଓଡ଼ିଶାରେ ରହିବ। ତେଣୁ ଓଡ଼ିଶାର ସବୁଆଡ଼େ ଫେକ୍ ବିଡି ଡିଗ୍ରୀଧାରୀ ଅଛନ୍ତି। ବହୁତ ଜଣ ଚାକିରି କରିଛନ୍ତି। ଏବେ ରିସେଣ୍ଟଲି ଜଣେ ଧରା ପଡ଼ିଥିଲେ, ପାଖାପାଖି 28 ବର୍ଷ ଚାକିରି କରିବା ପରେ ତାଙ୍କୁ ବିଦା କରାଯାଇଛି। ରାଇଟ୍। ଆଉ ଏଇ ଯେଉଁ ଆଜି ଯେଉଁ ଆକ୍ସନ୍ ନିଆଯାଇଛି, ଯେଉଁ ବିଡି ଟିଚର ସବୁ ଧରା ପଡ଼ିଛନ୍ତି ଆମର ବାଲେଶ୍ୱର ଜିଲ୍ଲାରେ, ରାଇଟ୍। ଆମେ ଯଦି ଦେଖିବା ତାଙ୍କର ସବୁ କେଉଁ ୟୁନିଭର୍ସିଟିରୁ ସେମାନେ ପାଠ ପଢ଼ିଛନ୍ତି ନା, ବୁନ୍ଦେଲଖଣ୍ଡ ୟୁନିଭର୍ସିଟି। ଓକେ, ବୁନ୍ଦେଲଖଣ୍ଡ ୟୁନିଭର୍ସିଟିରୁ ସେ ପାଠ ପଢ଼ିଛନ୍ତି। ଗୁଲବର୍ଗା ୟୁନିଭର୍ସିଟିରୁ ପାଠ ପଢ଼ିଛନ୍ତି। ଓକେ, ବୁନ୍ଦେଲଖଣ୍ଡ ୟୁନିଭର୍ସିଟି କେଉଁଠି? ବୋଧେ ଉତ୍ତରପ୍ରଦେଶ। ଗୁଲବର୍ଗା କର୍ଣ୍ଣାଟକ। ଓକେ, ଆଗରୁ ଯେଉଁମାନେ ବି ଧରା ପଡ଼ିଛନ୍ତି ସବୁ ମୁଁ ଜାଣିଛି, ଆଚାର୍ଯ୍ୟ ନାଗାର୍ଜୁନ ୟୁନିଭର୍ସିଟିର ବହୁତ ଫେକ୍ ବିଡି ଧରା ପଡ଼ିଛି, ଆନ୍ଧ୍ରା ୟୁନିଭର୍ସିଟିର ଫେକ୍ ବିଡି ଧରା ପଡ଼ିଛି, ବୁନ୍ଦେଲଖଣ୍ଡର ଧରା ପଡ଼ିଛି, ଗୁଲବର୍ଗା ଧରା ପଡ଼ିଛି, ଛତିଶଗଡ଼ରୁ ଧରା ପଡ଼ିଛି, ୱେଷ୍ଟବେଙ୍ଗଲରୁ ଧରା ପଡ଼ିଛନ୍ତି, ରାଇଟ୍। ହରିୟାଣାରୁ ଧରା ପଡ଼ିଛନ୍ତି, ଫେକ୍ ଜାମ୍ମୁ କାଶ୍ମୀର ୟୁନିଭର୍ସିଟି ଧରା ପଡ଼ିଛନ୍ତି, ତାମିଲନାଡୁ ୟୁନିଭର୍ସିଟି ଧରା ପଡ଼ିଛନ୍ତି। ଏମିତି ଅନେକ ଷ୍ଟେଟ୍ରୁ ଫେକ୍ ବିଡି ଡିଗ୍ରୀଧାରୀ ଧରା ପଡ଼ିଛନ୍ତି, ଯେଉଁଟାକି ଆମ ଶିକ୍ଷା ପାଇଁ କଳଙ୍କ। ଆଣ୍ଡ ବହୁତ ଜଣ ଗୋଟେ ବହୁତ ଇମ୍ପୋର୍ଟାଣ୍ଟ କଥା କହି ରଖୁଛି, ଇଭେନ୍ ସେ କ୍ୟାଣ୍ଡିଡେଟ୍ ନିଜେ ଜାଣିନି ଯିଏ ବର୍ତ୍ତମାନ ବିଡି କରିଛି, ଇଭେନ୍ ଦ କ୍ୟାଣ୍ଡିଡେଟ୍, ଯେଉଁ କ୍ୟାଣ୍ଡିଡେଟ୍ ବର୍ତ୍ତମାନ ଆପଣଙ୍କର ବିଡି ଆଡମିସନ୍ କରିଛନ୍ତି, ଇଭେନ୍ ହି ଅର୍ ସି ଡଜଣ୍ଟ ନୋ, ସିଏ ନିଜେ ଜାଣନ୍ତି ନାହିଁ ଯେ ମୋ ସାର୍ଟିଫିକେଟ୍ଟା ଫେକ୍ ବୋଲି। କାରଣ ସିଏ ଯାଇଛନ୍ତି ସାର୍ଟିଫିକେଟ୍ ଏକ୍ଜାମ୍ ଦେବାକୁ, ସିଏ ପଇସା ଦେଇଛନ୍ତି, ସେ ଜାଣନ୍ତି ନାହିଁ। ତେଣୁକରି ବହୁତ ସମୟରେ ମୁଁ ଆଗରୁ କହି ଆସିଛି, ମୁଁ ଯେତେବେଳେ ଏ ବିଡି ଚ୍ୟାନେଲଟି ଆରମ୍ଭ କରିଥିଲି, ତ ଚ୍ୟାନେଲର ଉଦ୍ଦେଶ୍ୟ ଥିଲା ସେଇଆ ଯେ ଆଉଟସାଇଡ୍ ବିଡି ପିଲା କେହି କୌଣସି ଜାଗାରେ ଫସନ୍ତୁ ନାହିଁ। ଯିଏ ବି ଆଉଟସାଇଡ୍ ବିଡି କରୁଛନ୍ତି, ଆଉଟ୍ ଅଫ୍ ଷ୍ଟେଟ୍ ବିଡି କଲେ ମାନେ ଭଲ ଭାବରେ ଇନକ୍ୱାରି କରନ୍ତୁ ସେ ଏଜେଣ୍ଟ ବିଷୟରେ, ଜେନ୍ୟୁଇନ୍ ଇନଷ୍ଟିଚ୍ୟୁଟ୍କୁ ବାଛନ୍ତୁ, ସାର୍ଟିଫିକେଟ୍ ସବୁ ଭେରିଫାଏ କରନ୍ତୁ, ଡକୁମେଣ୍ଟ ଭେରିଫାଇ କରନ୍ତୁ। କେବେ ପ୍ରାଇସ୍ରେ ଯାଆନ୍ତୁ ନାହିଁ, କେବେ ଚିହ୍ନା ଲୋକ ମାଧ୍ୟମରେ ଯାଆନ୍ତୁ ନାହିଁ। ଆଜ୍ଞା ମୋ ସାଙ୍ଗ କରିଥିଲା ମୁଁ କରିଦେଲି, ଆଉ ସାଙ୍ଗ ଫସିଲେ ତମେ ବି ଫସିବ। ଏଇଟା ମନେ ରଖନ୍ତୁ। ବହୁତ ଜଣ ଦେଖନ୍ତି ନା, ସାଙ୍ଗ କରିଥିଲା ମୁଁ କଲି, ମୋ ଦାଦା କରିଥିଲା ମୁଁ କଲି। ନା, ହୁଏତ ସେଇଟା ଜେନ୍ୟୁଇନେସ୍ ଚେକ୍ ନୁହଁ। ତ ଜଣେ କରିଥିଲା ବୋଲି ତମେ କରିଦେବ, ହୁଏତ ପ୍ରାଇସ୍ ତମକୁ ଡିସକାଉଣ୍ଟ ଦେବ, ହୁଏତ ସପୋର୍ଟ ସବୁ ମିଳିଯିବ, ବଟ୍ ଯଦି ସେ ଲୋକ ଭୁଲ ହେଇଥିବ, ସାଙ୍ଗ ଫସିଲା, ଦାଦା ଫସିଲା, ମଉସା ଫସିଲା ମାନେ ତମେ ଫସିବ। ଆଉଟ୍ ଅଫ୍ ଷ୍ଟେଟ୍ ବିଡି ଯେଉଁମାନେ କରୁଛ, ସେମାନଙ୍କ ପାଇଁ ଏଇ ରିକ୍ୱେଷ୍ଟ, ଜେନ୍ୟୁଇନ୍ ଇନଷ୍ଟିଚ୍ୟୁଟ୍ ବାଛିକି ଚାଲ। ଆଣ୍ଡ ସବୁଠୁ ଇମ୍ପୋର୍ଟାଣ୍ଟ, ଯେଉଁମାନେ ବି ବିଇଡି କରିସାରିଛ, ଜବ୍ ପାଇଁ ଟ୍ରାଏ କରୁଛ, ଜବ୍ କରୁଛ, କେଉଁଠି ନିଜର ହ୍ୱାଟ୍ସଆପ୍ ଷ୍ଟାଟସ୍ ହଉ, ରାଇଟ୍, କିମ୍ବା କୌଣସି ପ୍ରକାର ସୋସିଆଲ ପ୍ଲାଟଫର୍ମରେ ନିଜର ଡିଟେଲ୍ସ, ମୁଁ ବହୁତ ଥର ଦେଖିଲିନି ଡିଟେଲ୍ସ ସେୟାର କରିଦେଉଛନ୍ତି। ପେ ସ୍ଲିପ୍ ଷ୍ଟାଟସ୍ ରଖିଦେବି, ଯେଉଁ ଜବ୍ ପାଇଛି ତାର ଲେଟର ପାଇଛି ତାକୁ ଷ୍ଟାଟସ୍ ରଖିଦେବି। ବିଲକୁଲ ସେୟାର କରନି। ତମର ଏମିତି କିଛି ଜିନିଷ ସେୟାର କରନି ଯେଉଁଥିରେ କି ତମର ରିଟାୟାରମେଣ୍ଟ ଆକାଉଣ୍ଟ ନମ୍ବର ହଉ ବା ତମର କୌଣସି ପ୍ରକାର ଡିଟେଲ୍ସ ଜଣେ ପାଇବ। ଇନଫର୍ମେସନ୍ ସିକ୍ୟୁରିଟି ମ୍ୟାନେଜମେଣ୍ଟ ସିଷ୍ଟମ୍, ଡାଟା ଥେଫ୍ଟ, ରାଇଟ୍, ଇନଫର୍ମେସନ୍ ଥେଫ୍ଟ ଏତେ ପ୍ରଚୁର ହେଇଯାଇଛି ତମମାନେ ବୁଝିପାରିବ ନାହିଁ। ଯିଏ ଖାସ୍ କରିକି ଆଇଟି ସହିତ ରିଲେଟେଡ୍ ଥିବ, ଆଇଟିର ପାଠ ପଢ଼ୁଥିବ, ଆଇଟି ସେକ୍ଟର ସହିତ ରିଲେଟେଡ୍ ଥିବ, ସେ କହିପାରିବ। ମନେ ରଖନ୍ତୁ, ସୋସିଆଲ ଇଞ୍ଜିନିୟର୍ସ ବହୁତ ହେଇଗଲାଣି। ସୋସିଆଲ ଇଞ୍ଜିନିୟରିଂ ଗୋଟେ ଧନ୍ଦା ହେଇଗଲାଣି।
डाटा थेफ्ट इनफॉरमेशन थेफ्ट गोटे बर्तमान व्यापार ହେଇଗଲାଣି ତେଣୁକରି ନିଜର ଡିଟେଲ୍ସ କାହା ସହିତ ସେୟାର କରନ୍ତୁ ନାହିଁ ଇଭିନ୍ ଅନ୍ ସୋସିଆଲ ମିଡ଼ିଆ ଇଭିନ୍ ଅନ୍ ହ୍ୱାଟ୍ସଆପ୍ ଷ୍ଟାଟସ୍ ଯେଉଁଟାକି ଆପଣଙ୍କର ଟପ୍ ସିକ୍ରେଟ୍ ଆଣ୍ଡ ଯିଏ ବି ବାହାରେ ବିଡ଼ି କରୁଛ ଦୟା କରିକି ଜେନୁଇନ୍ ଏଜେଣ୍ଟ ଜେନୁଇନ୍ ଇନଷ୍ଟିଚ୍ୟୁଟ୍ ଭେରିଫାଇ କର କାହିଁକି ନା ତମର ସମୟ ବର୍ବାଦ ହେବ ତମର ଟଙ୍କା ବର୍ବାଦ ହେବ ତମେ ସାର୍ଟିଫିକେଟ୍ ଫେକ୍ ପାଇବ ସତର୍କ ନ ରହିଲେ ତମେ ଯେତିକି ଦରମା ପାଇଥିବ ସେ ଦରମାକୁ ରିଟର୍ଣ୍ଣ କରିବ ତମେ ଜେଲ୍ ଯିବ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ ତେଣୁକରି ପ୍ରିକାସନ୍ ଇଜ୍ ବେଟର ଦାନ୍ ଟ୍ରିଟମେଣ୍ଟ ବୋଲି କୁହନ୍ତି ତାମାନେ ଚିକିତ୍ସା କରିବା ଅପେକ୍ଷା ରୋଗ ହେଲା ପରେ ଚିକିତ୍ସା କରିବା ଅପେକ୍ଷା ପୂର୍ବରୁ ସତର୍କ ରହିକି ସତର୍କତା ଅବଲମ୍ବନ କରିକି ତୁଟୁକା ଔଷଧ ଖାଇବା ବା କେୟାରଫୁଲ୍ ରହିକି ନିଜକୁ କରେକ୍ସନ୍ କରି ଚାଲିବା ଯେମିତିକି ସେଭଳି ବେମାର ହେବନି ସେଇଟା ସବୁଠୁ ଇମ୍ପୋର୍ଟାଣ୍ଟ ପ୍ରିକାସନ୍ ଇଜ୍ ବେଟର ଦାନ୍ କେୟାର ବୋଲି କୁହନ୍ତି ଆରୋଗ୍ୟ ଲାଭ ପାଇଁ ଯେଉଁ ଚିକିତ୍ସା କରିବା ଅପେକ୍ଷା ପ୍ରିକାସନ୍ ନିଜେ ବହୁତ ବେଟର ତେଣୁକରି ଆଡ଼ମିସନ୍ କରିବା ବେଳେ ବି ସତର୍କ ରୁହନ୍ତୁ ସାର୍ଟିଫିକେଟ୍ ପାଇଲା ପରେ ସତର୍କ ରୁହନ୍ତୁ ଜବ୍ କଲା ପରେ ସତର୍କ ରୁହନ୍ତୁ ଇନଫର୍ମେସନ୍ ସିକ୍ୟୁରିଟି ଆଜି ଗୋଟେ ବଡ଼ କନସର୍ନ ରାଇଟ୍ ସୋସିଆଲ ଇଞ୍ଜିନିୟରିଂ ଆଜି ଗୋଟେ ବଡ଼ କନସର୍ନ ତ ଦୟାକରି ତାକୁ ବୁଝନ୍ତୁ ଆଉ ସତର୍କ ରୁହନ୍ତୁ ମୁଁ ଜଣେ ସାର୍ଙ୍କୁ ବି ଚିହ୍ନିଛି ଯିଏ 3 ଲକ୍ଷ ଟଙ୍କା କ୍ରିପ୍ଟୋ କରେନ୍ସି ଟ୍ରେଡ୍ରେ ଉଡ଼େଇ ଦେଇଥିଲେ କୌଣସି ଆୟାରଲ୍ୟାଣ୍ଡର ଝିଅ କଥାରେ ପଡ଼ିକି କାହିଁକି ନଲେଜ ନାହିଁ ସୋସିଆଲ ଇଞ୍ଜିନିୟରିଂ ବିଷୟରେ ନଲେଜ ନାହିଁ ଇନଫର୍ମେସନ୍ ସିକ୍ୟୁରିଟି ବିଷୟରେ ନଲେଜ ନାହିଁ ତ କେୟାରଫୁଲ୍ ରୁହ ରାଇଟ୍ ତୁମ ଡାଟା କୋଉଠି ଲିକ୍ କରନା ଆଣ୍ଡ ବାହାରେ ବିଡ଼ି କରୁଛ ମାନେ ସଠିକ୍ ଏଜେଣ୍ଟ ଇନଷ୍ଟିଚ୍ୟୁଟ୍ ମାଧ୍ୟମରେ ଯାଅ କାହା କଥାରେ ଇନଫ୍ଲୁଏନ୍ସ ହେଇକି ଯାଅ ନାହିଁ ନିଜେ ଭେରିଫାଇ କରିକି ଯାଅ ନହେଲେ ଜୀବନରେ ଜେଲ୍ ଯିବାକୁ ପଡ଼ିପାରେ ଚାକିରି ଯାଇପାରେ ପଇସା ଦେବାକୁ ଯାଇପାରେ ବହୁତ କଠିନ ପରିସ୍ଥିତି ସହିତ ବିତିବ ନିଜ ସହିତ ଏଇଟା କେବଳ ଗୋଟେ ଆୱାରନେସ୍ ଭିଡ଼ିଓ କାହାକୁ ପ୍ୟାନିକ୍ କରିବା ନୁହଁ ଏମିତି ଅନେକ ନ୍ୟୁଜ୍ ଆସୁଛି ଇଏ ହେଉଛି ଆଜିର ନ୍ୟୁଜ୍ ସତର୍କ ରୁହନ୍ତୁ ଅନ୍ୟମାନଙ୍କୁ ସଜାଗ କରନ୍ତୁ ଥ୍ୟାଙ୍କ ୟୁ